ମିଥୁନ ସଂକ୍ରାନ୍ତି ଓ ଓଡ଼ିଶାର ଗଣପର୍ବ ରଜ। ଜୟ ଜଗନ୍ନାଥ। ନମସ୍କାର। ମୁଁ ତପନ ଆଷ୍ଟ୍ରୋଲୋଜିକୁ ଆପଣଙ୍କୁ ସ୍ୱାଗତ। ଭଗବାନ ସୂର୍ଯ୍ୟନାରାୟଣଙ୍କର ଚଳିତ 2024 ମସିହା ଜୁନ୍ ମାସ 15 ତାରିଖ ଶନିବାର ଦିନ ମିଥୁନ ରାଶିରେ ପଦାର୍ପଣ ଘଟିଛି। ଏହା ସହିତ ଆରମ୍ଭ ହୋଇଛି ମିଥୁନ ମାସ ବା ମିଥୁନ ସଂକ୍ରାନ୍ତି। ରବି ସୌରଜଗତ ବା ଗ୍ରହ ଜଗତର ରାଜା। ପ୍ରଥମେ ଗୋଚରରେ ମଙ୍ଗଳ ମହାଗ୍ରହଙ୍କର ନକ୍ଷତ୍ର ମୃଗଶିରା ନକ୍ଷତ୍ରରେ ଭ୍ରମଣ କରିବେ। ମଙ୍ଗଳ ମହାଗ୍ରହ ହେଲେ ମାଟିକାରକ ଗ୍ରହ ଏବଂ ସେଥିପାଇଁ ମଙ୍ଗଳ ଗ୍ରହକୁ ଭୂମିପୁତ୍ର କୁହାଯାଏ। ଆଉ ସୂର୍ଯ୍ୟଙ୍କର ମିଥୁନ ରାଶିରେ ପ୍ରବେଶ ପରଠାରୁ ସମଗ୍ର ଆର୍ଯ୍ୟାବର୍ତ୍ତରେ ଆରମ୍ଭ ହୋଇଥାଏ ବର୍ଷା ଋତୁ। ସୂର୍ଯ୍ୟଙ୍କର ବୁଧଙ୍କ ରାଶି ମିଥୁନ ରାଶିରେ ପ୍ରବେଶ ଆଉ ମଙ୍ଗଳଙ୍କ ନକ୍ଷତ୍ର ମୃଗଶିରାରେ ସଞ୍ଚାରରେ ଆରମ୍ଭ ହୁଏ ମାଟି ମେଘ ଆଉ ମମତାର ଚମତ୍କାର ମହାମହୋତ୍ସବ। ମିଥୁନ ସଂକ୍ରାନ୍ତି କଥା ଅନୁଯାୟୀ ପ୍ରକୃତି ମହିଳାମାନଙ୍କୁ ମାସିକ ଋତୁଚକ୍ରର ବରଦାନ ଦେଇଛି। ଏହି ବରଦାନରୁ ନାରୀମାନେ ସନ୍ତାନ ସମ୍ଭବା ହୋଇଥାନ୍ତି। ଯେପରି ନାରୀମାନଙ୍କର ମାସିକ ଧର୍ମ ବା ଋତୁଚକ୍ର ସଂଗଠିତ ହୋଇଥାଏ, ସେହିପରି ମିଥୁନ ସଂକ୍ରାନ୍ତିରେ ଧରିତ୍ରୀ ବା ଭୂଦେବୀ ରଜସ୍ୱଳା ହୋଇଥାନ୍ତି ଏବଂ ଏହାକୁ ଧରିତ୍ରୀ ବା ମାଟି ମାଆର ବିକାଶର ପ୍ରତୀକ ବୋଲି ଗ୍ରହଣ କରାଯାଇଥାଏ। ଏହି ସମୟ 3 ଦିନ ଧରି ରହିଥାଏ। ଚତୁର୍ଥ ଦିନ ଭୂଦେବୀ ବା ଧରିତ୍ରୀ, ଯାହାକୁ ଶିଳପୁଆ ବୋଲି ସାଙ୍କେତିକ ରୂପେ ଗ୍ରହଣ କରାଯାଇଛି, ସେହିଦିନ ଶିଳପୁଆକୁ ସ୍ନାନ କରାଯାଇ ହଳଦୀ, ଚନ୍ଦନ, ସିନ୍ଦୁର, ଫୁଲ ପ୍ରଭୃତି ଲାଗି କରି ଭୂଦେବୀଙ୍କ ପୂଜାର୍ଚ୍ଚନା କରାଯାଇଥାଏ। ଏହି ଦିନ ମଧ୍ୟ ଓଡ଼ିଶାର ବିଭିନ୍ନ ଶକ୍ତିପୀଠମାନଙ୍କରେ ବିଶେଷ ପୂଜାର୍ଚ୍ଚନା ଓ ଉତ୍ସବ ପାଳନ କରାଯାଇଥାଏ। ଆମ ଓଡ଼ିଶାର ଆରାଧ୍ୟ ଠାକୁର ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପାଖରେ ଭୂଦେବୀଙ୍କର ଚଳନ୍ତି ପ୍ରତିମା ମଧ୍ୟ ସବୁଦିନ ପୂଜା ପାଇଥାନ୍ତି। ମିଥୁନ ସଂକ୍ରାନ୍ତିର ଏହି ଦିନକୁ ଆମ ରାଜ୍ୟ ଓଡ଼ିଶାରେ ବଡ଼ ହର୍ଷ ଉଲ୍ଲାସରେ ରଜପର୍ବ ରୂପେ ପାଳନ କରାଯାଇଥାଏ। ସୂର୍ଯ୍ୟଙ୍କର ବୁଧଙ୍କ ରାଶି ମିଥୁନ ଓ ମଙ୍ଗଳଙ୍କ ନକ୍ଷତ୍ର ମୃଗଶିରାରେ ପ୍ରବେଶ, ଆକାଶ ଓ ମାଟିର ମିଳନର ମହୋତ୍ସବ। ଏହି ମହୋତ୍ସବକୁ ସରଳ ଓଡ଼ିଆଟିଏ ଆଖ୍ୟା ଦେଇଥାଏ ରଜ। ରଜ ଉତ୍ସବ ଆମ ଓଡ଼ିଶା ରାଜ୍ୟର ଗଣପର୍ବ। ପୁରପଲ୍ଲୀଠାରୁ ଆରମ୍ଭ କରି ସହରର ପ୍ରତ୍ୟେକ ପରିବାର ଏହି 4 ଦିନ ବ୍ୟାପୀ ଚାଲୁଥିବା ରଜ ଉତ୍ସବକୁ ଭରପୁର ଉପଭୋଗ କରିଥାନ୍ତି। ଧରିତ୍ରୀ ବା ପ୍ରକୃତି ମାତାର ପ୍ରତୀକ ରୂପେ ନାରୀ ବା ମହିଳାମାନଙ୍କୁ ସମ୍ମାନ ଜଣାଇ ସେମାନଙ୍କୁ ସମସ୍ତ କାର୍ଯ୍ୟରୁ ନିବୃତ୍ତି ଦିଆଯାଇଥାଏ। ଏହି ମିଥୁନ ସଂକ୍ରାନ୍ତିର ଅନ୍ୟ ନାମ ହେଲା ରଜ ସଂକ୍ରାନ୍ତି। ଏହି ସମୟରେ ମହିଳାମାନଙ୍କର ବା ନାରୀମାନଙ୍କର ନବବସ୍ତ୍ର ପରିଧାନ, ବିଭିନ୍ନ ସୁସ୍ୱାଦୁ ଓଡ଼ିଆ ବ୍ୟଞ୍ଜନ ପ୍ରସ୍ତୁତି ଓ ବିତରଣ, ଖିଆପିଆ, ଦିଆନିଆ, ଖେଳ କୌତୁକ, ବିଶେଷତଃ ରଜଦୋଳି ଖେଳରେ କଟିଥାଏ। ପୂର୍ବରୁ ତ ଘରେ ଘରେ ଏହି ସମୟରେ ରୋଷେଇବାସ ବି ବନ୍ଦ ରହୁଥିଲା। ପୁରୁଷମାନେ ମଧ୍ୟ ସମତାଳରେ ବିଭିନ୍ନ ଖେଳ କୌତୁକରେ ମଜି ରହି ରଜପର୍ବର ଏହି 4 ଦିନଟିକୁ ସମ୍ପୂର୍ଣ୍ଣ ଅବକାଶ ଦିନ ରୂପେ ଅତିବାହିତ କରିଥାନ୍ତି ଏବଂ ନିଜକୁ ପ୍ରସ୍ତୁତ କରି ରଖନ୍ତି ପହିଲି ବର୍ଷରେ ସଦ୍ୟସ୍ନାତା ମାଟି ମାଆର କୋଳ ମଣ୍ଡନ କରିବା ପାଇଁ। ଅର୍ଥାତ୍ କୃଷିଭିତ୍ତିକ ଆମ ରାଜ୍ୟ ଓଡ଼ିଶାର କୃଷକ ପୁଅ ଧରିତ୍ରୀ ବା ମାଟି ମା ସାଙ୍ଗରେ ମାଟିର ମଣିଷ ହୋଇଯାଏ। ଉପୁଜାଇଥାଏ ତାର ଆଗାମୀ ଦିନର ଆବଶ୍ୟକତା ପୂରଣ କରୁଥିବା ଖାଦ୍ୟଶସ୍ୟ। ଭିଡ଼ିଓଟି ଭଲ ଲାଗିଲେ ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ ରହୁଛି। ଜୟ ଜଗନ୍ନାଥ। ନମସ୍କାର।